ସେଦିନ ତାକୁ କହିଥିଲି ମୋତେ ଯେତେ ଇଗ୍ନୋର କରୁଛୁ କର, ଯେତେ ବ୍ଲକ୍ କରିବାର ଅଛି କରିଯା, କିନ୍ତୁ ଦିନେ ଏମିତି ସମୟ ଆସିବ ତତେ ଘୃଣା କରିବାକୁ ବି ମୋତେ ଖରାପ ଲାଗିବ। ସେ ଦୂରେଇ ଗଲା ପରେ କଷ୍ଟ ପାଇଛି, ସେ ବ୍ଲକ୍ କଲାବେଳେ ଯନ୍ତ୍ରଣା ବି ପାଇଛି। ତା ସ୍ମୃତି ସବୁ ମନେ ପକେଇ ପକେଇ ଏଇ ଆଖିରୁ ରାତି ରାତି କେତେ ଲୁହ ନିଗାଡ଼ିଛି। କିନ୍ତୁ ସେ ସେମିତି ଦାରୁଭୂତ ମୁରାରୀ ଭଳି ଚୁପ୍ ରହି ଚାଲିଛି। ଏତେ କଷ୍ଟ ଯନ୍ତ୍ରଣା ଭିତରେ ତାକୁ ଯେତେବେଳେ ଭୁଲି ପାରୁନଥିଲି, ସେ ତାର ସାଙ୍ଗସାଥି ସହିତ ମିଶି ବେଶ ମଜା କରୁଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ତା ସହ ବିତେଇଥିବା ସେ ଦିନଗୁଡ଼ା ଯେତେବେଳେ ମନେ ପଡ଼ି ଆଖିରୁ ଲୁହ ଗଡ଼ଉଥିଲି, ସେ ସବୁ ଜାଣିବି ନ ଜାଣିଲା ଭଳି ସମସ୍ତଙ୍କ ସହ ଭଲ ଅଭିନୟ କରୁଥିଲା। ସମୟ ବଦଳିଗଲା, ଅନେକ ଦିନ ବିତିଗଲା। ସେ ଖାଲି ସ୍ମୃତି ହେଇ ରହିଗଲା ସିନା, କିନ୍ତୁ କେବେ ଆଉ ମୋ ପାଖକୁ ଫେରି ପାରିଲାନି। ଦିନେ ତା ସହ ପୁଣି ଥରେ ଯୋଗାଯୋଗ ହେବାର ସୁଯୋଗ ମିଳିଲା, କିନ୍ତୁ ତାର କିଛି କଥା ମୋତେ ଏତେ କଷ୍ଟ ଦେଇଥିଲା ଯେ କେଜାଣି କାହିଁକି ସବୁ ଅପେକ୍ଷା ଯେମିତି ମୋର ପାଣି ଫୋଟକା ଭଳି କୁଆଡ଼େ ମିଳେଇ ଯାଇଥିଲା। ସେଦିନ ତା ପାଖରୁ ସେଇ କେଇପଦ କଥା ଶୁଣିବା ପରେ ମୋତେ ତ ଭାରି କଷ୍ଟ ହେଇଥିଲା, କିନ୍ତୁ ତା ପ୍ରତି ଥିବା ସବୁ ଭଲ ପାଇବା, ସବୁ ପ୍ରେମ, ସବୁ ଆଶା, ସବୁ ଭରସା ମୋର ଗୋଟେ ମୁହୂର୍ତ୍ତରେ ବଦଳି ଯାଇଥିଲା। ଜାଣିସାରିଥିଲି ସେ ବଦଳି ଯାଇଛି। ଆଗ ଭଳି ତା ମନ ହୃଦୟ ଭିତରେ ମୁଁ ବୋଧେ ଆଉ ନଥିଲି। ସେଥିପାଇଁ ତ ସେ ଏତେ ବଡ଼ କଥା ପଦେ ମୋତେ କହିଦେଇଥିଲା। ଯଦିଓ ଏପର୍ଯ୍ୟନ୍ତ ତା ପ୍ରତି ମୋର ଘୃଣା ଭାବନା ଆସିନଥିଲା, କିନ୍ତୁ କୋଉଠି ନା କୋଉଠି ସେ ଭଲ ପାଇବା ବି ଆଉ ନଥିଲା। ତାକୁ ନେଇ ଦେଖୁଥିବା ସବୁ ସ୍ୱପ୍ନ ସେଇ ପଦିଏ କଥାରେ କିଛି କ୍ଷଣରେ ଭାଙ୍ଗି ରୁଜି ଚୁରମାର ହେଇଯାଇଥିଲା। ସେ ମୋତେ ବ୍ଲକ୍ କଲାବେଳେ ସବୁଦିନ ତା ସହ ପଦେ କଥା ହେବାକୁ ଚାତକ ପରି ଅନେଇ ବସିଥିବା ମଣିଷଟା ଆଜି ସବୁ ସୁବିଧା ଥିଲେ ବି କେଜାଣି କାହିଁକି କଲ୍ କରି କଥା ହେବାକୁ ଆଉ ସାହସ ହେଉନଥିଲା। କାହିଁକିନା ତା ସହ କଥା ହେଇ ମୋର ଆଉ କିଛି ଶୁଣିବାର ନଥିଲା କି ମନ କଷ୍ଟ କରିବାର ନଥିଲା। ବୋଧହୁଏ ଏ କାହାଣୀ ଶୁଣିଲା ପରେ ଆପଣ ନିଶ୍ଚିତ କହିବେ, ଦୂରେଇ ଯାଇଥିବା କିଛି ନିଜର ମଣିଷ ପୁଣି ଥରେ ପାଖକୁ ଆସିଲେ ତାଙ୍କ ଉପରେ ବୋଧେ ଭରସା କରି ହୁଏ ନା। ଏ କାହାଣୀ ପ୍ରମାଣ କରିଦେଉଥିଲା, ଦୂରେଇ ଯାଇଥିବା ସମ୍ପର୍କ ପୁଣି ଥରେ ଯେତେ ଗଢ଼ିବାକୁ ଚେଷ୍ଟା କର, ସେଥିରେ ଫାଟ ନିଶ୍ଚିତ ରହିବାର ସମ୍ଭାବନା ଥିଲା। ତଥାପି ବେଳେବେଳେ ଲାଗେ ସେ କହୁଥିବା କଥା ତା ନିଜର ନଥିଲା। କିଏ ତାକୁ ପଛପଟୁ ଏମିତି କହିବାକୁ ବାଧ୍ୟ କରୁଥିଲା। କାହିଁକିନା ତା ସହ ସମ୍ପର୍କଟା ସବୁଦିନ ଦୂରେଇ ଦେବାକୁ କିଏ ଯୋଜନା କରୁଥିଲା ବୋଲି ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏକଥା ଯଦିଓ ସିଓର ନଥିଲି, ତଥାପି ସେ ଏମିତି କହିବ ମୁଁ କେବେ ସ୍ୱପ୍ନରେ ଭାବି ପାରୁନଥିଲି। ଜୀବନ ଜୀଇବାକୁ ଏସବୁ ଅଣଦେଖା କରି ଆଗକୁ ମାଡ଼ି ଯିବାକୁ ମୋତେ ବି ଅତୀତର କିଛି କଥାକୁ ପଛକୁ ଫିଙ୍ଗିବାର ଥିଲା। ବର୍ତ୍ତମାନର କିଛି କଥାକୁ ଇଗ୍ନୋର ବି କରିବାର ଥିଲା। ତାହାର ଯାହା ଇଚ୍ଛା ସେ କରୁ, ମୋର କିନ୍ତୁ ବେଶୀ ମୁଣ୍ଡ ପୂରେଇବାର ନଥିଲା। ସେଦିନଠୁ ତା ଖବର ନେବା, ତା ସହ ଯୋଗାଯୋଗ କରିବା ମୁଁ ବନ୍ଦ କରିଦେଇଥିଲି। ହେଲେ ସେ ବି ତ ଚୁପ୍ ଥିଲା। ଜାଣିଗଲି ସେ ତ ମୋ ସହ ଯୋଗାଯୋଗ କରିବାକୁ ଇଚ୍ଛା କରୁନଥିଲା। ଅନେକ ରାସ୍ତା ଥିଲା ଯୋଗାଯୋଗ କରିବାକୁ, କିନ୍ତୁ ସେ ଚୁପ୍ ରହିବା ମୋତେ ଅନେକ କିଛି ସଂକେତ ଦେଉଥିଲା। ସେ ଚାହୁଁଥିଲା ମୁଁ ଦୂରେଇ ଯିବାଟା ତା ପାଇଁ ବୋଧେ ସବୁଠୁ ଭଲ ଥିଲା। ସେଥିପାଇଁ ନା ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲା, ନା ମୋ ବିଷୟରେ କାହାକୁ ପଚାରୁଥିଲା। ବାସ୍, ତାର ଏଇ ବଦଳି ଯିବା ଦେଖି ମୋତେ ବି ବଦଳିବାର ଥିଲା। କ'ଣ ହେଲା, ମୋ କଥା ଶୁଣି ତତେ ବହୁତ ଖୁସି ଲାଗିଲା ନା? ଜାଣିଛି ଏକଥା ସବୁ ଶୁଣି ତୁ ଭାରି ଖୁସି ହେଇଯାଇଥିବୁ। ଆଉ ଏ କାହାଣୀଟି ତୁ ନିଶ୍ଚିତ ଦେଖିବୁ, ଏଥିରେ ଟିକେ ବି ସନ୍ଦେହ ନଥିଲା। ରାତିର ଅନ୍ଧାରରେ ସେଜ ଉପରେ ଶୋଇ କାନରେ ହେଡ଼ଫୋନ୍ ଦେଇ ଏ କାହାଣୀ ଶୁଣି ମନେ ମନେ ଢେର ହସୁଥିବୁ, ଏକଥା ମୋତେ ଜଣାଥିଲା। ଆଜି ତୁ ଆଉ ମୋ ହୃଦୟରେ ନାହୁଁ ସତ, କିନ୍ତୁ କେବେ ତତେ ମୁଁ ଘୃଣା କରିପାରିବି ସେ ମଣିଷ ତ ମୁଁ ନୁହେଁ। ତୁ ରାସ୍ତା ବଦଳାଇ ଦେଇପାରୁ, କିନ୍ତୁ ମୁଁ ରାସ୍ତା ବଦଳେଇଲେ ବି କୋଉ ଏକ ମୋଡ଼ରେ ତତେ ଦେଖିବାର ଆଶାଟା କେବେ କୁଆଡ଼େ ବି ଯିବନି। ଭଲ କରିଛୁ, ତୋ ନୂଆ ସ୍ୱପ୍ନ, ନୂଆ ଆଶା ଆଉ ନୂଆ ଭରସା ସହ ବେଶ ଖୁସିରେ ରହ। ଆଉ ମୁଁ ତୋ ସ୍ମୃତି ସହ ଜୀବନର ବାକି ସମୟ କାଟିବାର ଥିଲା। ଏଇ ସତ କହିଲୁ, ଏବେ ତୁ ଭାରି ଖୁସି ନା? ଜାଣିଛି ତୁ ଏତେ ଖୁସି ଯେ କାହାକୁ ଖୁସିଟା ଦେଖେଇ ପାରିବୁନି ସତ, କିନ୍ତୁ ଏଇଟା ନିରାଟ ସତ ଯେ ତୁ ଏବେ ଭାରି ଖୁସିରେ ଅଛୁ। ଜାଣିନି ଏକଥା କିଏ କ'ଣ ବୁଝିଲା, କିନ୍ତୁ ଯାହା ପାଇଁ ଏଇ କେଇ ପଦ ଲେଖାଯାଇଛି ସେ ତ ନିଶ୍ଚିତ ବୁଝିପାରିବ, ସେଥିରେ ଜମା ବି ସନ୍ଦେହ ନଥିଲା। କାହା ପାଇଁ ସିନା ଏ କେଇ ପଦ କଥା ଭାରି ମୂଲ୍ୟବାନ ଥିଲା, ହେଲେ ଆପଣଙ୍କୁ ଏ ଅନାବନା କଥାଗୁଡ଼ା କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣେଇଲେ ହେଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।